କୋଡ଼ିଏ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହଁ ଦର୍ଶକ ବନ୍ଧୁ, 20 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ 30ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ତାହା ସହିତ କେତେକ ଅଞ୍ଚଳରେ ବର୍ଷା ସମୟରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ଅଧିକ ରହିଛି। ତେଣୁକରି ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ୍ ଖବରକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଦର୍ଶକ ବନ୍ଧୁ, ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ସେୟାର କରନ୍ତୁ, କାହିଁକି ନା ଚାଷୀ ମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବରଟି ନିହାତି ଜରୁରୀ। ତା ସହ ଦର୍ଶକ ବନ୍ଧୁ, ଆପଣ ଯଦି ନୂଆ କରି ଆମ ଚ୍ୟାନେଲକୁ ଆସିଛନ୍ତି, ସବସ୍କ୍ରାଇବ କରିନାହାନ୍ତି ଏବେ ପର୍ଯ୍ୟନ୍ତ, ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ଆଉ ଆଜିର ପାଣିପାଗ ଅପଡେଟ୍ ଖବରକୁ ଲାଇକ୍ କରନ୍ତୁ, ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ସବୁଦିନ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ପାଇପାରିବେ। ସୋନପୁର, ବୌଦ୍ଧ, ବାଲେଶ୍ୱର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏହି ଜିଲ୍ଲାମାନଙ୍କର ଦର୍ଶକ ବନ୍ଧୁ ପାଗ ମୁଖ୍ୟତଃ ଶୁଖିଲା ରହିବ। କିଛି କିଛି ଅଞ୍ଚଳରେ ଖରା ମଧ୍ୟ କାଟିବ। ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଏହି ଜିଲ୍ଲାମାନଙ୍କର ଦର୍ଶକ ବନ୍ଧୁ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ପବନ ବେଗ ରହିବ। ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏହି ଜିଲ୍ଲାମାନଙ୍କର ଦର୍ଶକ ବନ୍ଧୁ ଅଗଷ୍ଟ 9 ତାରିଖ 2024ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହା ସହ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଯେଉଁ ଜିଲ୍ଲାମାନଙ୍କର ବର୍ଷାର ସମ୍ଭାବନା ରହିଛି ଦର୍ଶକ ବନ୍ଧୁ, ସେହି ଜିଲ୍ଲାମାନଙ୍କୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଦର୍ଶକ ବନ୍ଧୁ, ଦୃଶ୍ୟକୁ ଟିକେ ଦେଖନ୍ତୁ। ଦର୍ଶକ ବନ୍ଧୁ, ଏଭଳି ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଜାଣିବା ପାଇଁ ଚାହୁଁଥିଲେ ଆପଣମାନେ ନୂଆ କରି ଚ୍ୟାନେଲକୁ ଆସିଛନ୍ତି, ଏବେ ପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି, ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ, ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଆଜିର ପାଣିପାଗ ଅପଡେଟକୁ ଲାଇକ୍ କରନ୍ତୁ, ଯାହାଫଳରେ ସବୁଦିନ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଆଜିର ପାଣିପାଗ ଅପଡେଟକୁ ସେୟାର କରନ୍ତୁ, କାହିଁକିନା ଚାଷୀମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବରଟି ନିହାତି ଜରୁରୀ। ଆଜିର ପାଣିପାଗ ଅପଡେଟ୍ ଖବରକୁ ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ